ବିଜେଡି ତ ବିରୋଧ କରିବା ଏତେ ସମ୍ଭବ ନୁହଁ କାରଣ ନିଜ ଉପରକୁ ଆଞ୍ଚ ଆସିବ। କଂଗ୍ରେସ ତାହାର ଇଏ ନାହିଁ ସାହିତ୍ୟ ନାହିଁ କଂଗ୍ରେସ ତାଙ୍କର କାହିଁକି ଆସିବ ଯେଉଁ କଥାରେ ଧରି ନିଆଯାଉ ଗୋଟିଏ କଥାରେ ବିଜେଡ଼ି ସମ୍ପୃକ୍ତ ନୁହେଁ ବିରୋଧୀ ଦଳ ବିରୋଧ କରିକିରି ସେ ଯଦି ତାର ଠିକ୍ ଭାବରେ ଯୁକ୍ତି ଉପସ୍ଥାପନ କରିପାରିବ। କଂଗ୍ରେସ ଦଳ ତ ମୁଁ ଦେଖୁଛି ଯେତେ ଗୁଡ଼ାଏ ଇସ୍ୟୁ ଅଛି ସବୁଥିରେ ଉପସ୍ଥାପନ କରି ଧର ଗନ୍ଧମାର୍ଦ୍ଦନ ଇସ୍ୟୁରେ ଯେ କଂଗ୍ରେସର ସରକାର ଥିଲେ ବି ସେତେବେଳେ ରାହୁଲ ଗାନ୍ଧୀ ଜବରଦସ୍ତ ବିରୋଧ କରିଥିଲେ ଗନ୍ଧମାର୍ଦ୍ଦନକୁ ନେବା ପାଇଁକି ବେଦାନ୍ତ ବା କମ୍ପାନୀ ହାତକୁ ଟେକି ଦେବା ପାଇଁକି। ଏଣୁ ସେଇଟା ତାଙ୍କର ରହିବ ସେ ଆଦିବାସୀମାନଙ୍କର ପରମ୍ପରା ଅନୁସାରେ ତାକୁ ଗନ୍ଧମାର୍ଦ୍ଦନକୁ ରଖିବେ ଏ କଥା କହିଥିଲେ। ଏଣୁ କଂଗ୍ରେସ ପାଇଁକି ଏଇଟା ଭାରି ସିଧାସଳଖ କଥା। କଂଗ୍ରେସ ବେଳରେ ସବୁଯାକ ସ୍କିମ୍ ହେଇଛି ଭୋକ ଆଉ ରହିବ ନାହିଁ ଭୋକର ଭୂଗୋଳ ନଷ୍ଟ ହେବ ସେ ସବୁ ସ୍କିମ୍ କଂଗ୍ରେସ କରିଥିଲା। ଏଣୁ କଂଗ୍ରେସ ସବୁ କଥା କହିବା ପାଇଁ କଂଗ୍ରେସ ପାଖରେ ପଏଣ୍ଟ ଅଛି। କଂଗ୍ରେସର କେମିତି କ'ଣ ପ୍ରେଜେଣ୍ଟ କରିବ କଥା କିଏ କହିଲା ତାଳମେଳ ନାହିଁ? ତାଙ୍କର ତ ନେତା ଏପର୍ଯ୍ୟନ୍ତ ଦେଖାଯାଇନି। ଗତ ବିଧାନସଭାରେ ତାଳମେଳ ନଥିବା କଥା ହେଉଛି କିଏ ଟିକେ ଗୋଟେ ଇସ୍ୟୁରେ ଜୋର ଦେଇକି କହିଦିଏ ଆଉ କିଏ ନ କହେ ମାନେ ସେ କଥାଟାକୁ ଜୋର କରି କହିପାରେ ନାହିଁ। ସବୁବେଳେ ସବୁ ଦଳ ଭିତରେ 2-3 ଜଣ ଥାଆନ୍ତି ଆଗୁଆ ଲୋକ ଥାଆନ୍ତି ସେଇମାନଙ୍କର କଥା ଶୁଣାଯାଏ। ଧର ଗୋଟାଏ ସମୟରେ ବିଜେଡ଼ିରେ 2-3 ଜଣ ବକ୍ତା ଥିଲେ ଯେ ଯେଉଁମାନେ ସବୁ କଥାରେ ଆଗ କହୁଥିଲେ ଅନ୍ୟମାନେ କିଛି ପ୍ରଶ୍ରୟ ପାଉନଥିଲେ।